ଯେ ଆପଣ ସମସ୍ତେ ଜାଣିଛନ୍ତି ମେ 14 ତାରିଖରେ ଯେତେବେଳେ ଏସ୍ଆଇଆର୍ ପାଇଁ ଭାରତ ସରକାରଙ୍କର ନିର୍ବାଚନ କମିଶନ ନୋଟିଫିକେସନ କଲେ ସେ ସମୟରେ ଆମେ ଦେଖିଥିଲୁ ୱେବସାଇଟ୍ରେ ଯେଉଁ ଭୋଟର ତାଲିକା ଥିଲା ଦେଶର ନିର୍ବାଚନ କମିଶନ ଯେଉଁ ଘୋଷଣା କରିଥିଲେ ସେ ସମୟରେ ଭୋଟର ତାଲିକାରେ ଆମର ଓଡ଼ିଶାରେ ଭୋଟର ସଂଖ୍ୟା ଥିଲା 3,40,72,744 କିନ୍ତୁ ଯେତେବେଳେ 15 ତାରିଖରେ ରାଜନୈତିକ ଦଳମାନଙ୍କ ସହିତ ବୈଠକ କଲେ ସିଓ ଓଡ଼ିଶା ସେତେବେଳେ ଆମକୁ ଦେଖେଇଲେ ଯେ 3,34,05,487 ଭୋଟର ଅଛନ୍ତି ବୋଲି ଏବଂ ପ୍ରି ଏସ୍ଆଇଆର୍ ସମୟରେ 3,16,00,000 ଲୋକଙ୍କର 2002 ସହିତ ସେ ମ୍ୟାପିଂ କରିଥିଲେ ଯାହାର 94.61% ହେଇଥିଲା ଏବଂ ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ 12/6 ମିଟିଂ କଲେ ଅଲ୍ ପାର୍ଟି ସହିତ ସେତେବେଳେ ଦେଖେଇଲେ ଯେ 3,33,99,531 ହେଉଛନ୍ତି ଆପଣଙ୍କର 591 ହେଉଛନ୍ତି ଭୋଟର ଯୋଉଟାକି ଆମେ ସେତେବେଳେ ପ୍ରଶ୍ନ କରିଥିଲୁ ତାଙ୍କୁ ଯେତେବେଳେ ଫାଇନାଲ ଭୋଟର ଲିଷ୍ଟରେ ଆପଣଙ୍କର ଏସ୍ଆଇଆର୍ ପୂର୍ବରୁ ଥିଲା 3,40,72,744 ସେଇଟା 3,33,00,000 ହେଲା କେମିତି ଏବଂ ଏ ଭୋଟର କୁଆଡ଼େ ଗଲେ ଏ ଭୋଟର କଟିଲେ କେମିତି ଏବଂ ପରବର୍ତ୍ତୀ ଅବସ୍ଥାରେ ଆଜି ଆପଣ ଯେତେବେଳେ ଦେଖିବେ ଯେତେବେଳେ ଡ୍ରାଫ୍ଟ ରୋଲ୍ ପବ୍ଲିକେସନ୍ ହେଲା ସେଇ ଯେଉଁ ପବ୍ଲିକେସନରେ 3,13,00,000 ଇଲେକ୍ଟରଙ୍କର ଡ୍ରାଫ୍ଟ ରୋଲ୍ରେ ଆସିଲା ଯେଉଁଥିରେ କି 20,12,000 ସେ ନିଜେ ପ୍ରକାଶ କରିଛନ୍ତି କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ଆମେ ଗଣମାଧ୍ୟମରେ ଦେଖିଲୁ ଆମେ ଗତ ଥରକର ଆଶଙ୍କା କରୁଥିଲୁ ହିସାବ ଦେଇଥିଲୁ ଯେ 20,14,000 କିନ୍ତୁ ସେ ଆମକୁ ତଥ୍ୟ ଦେଲେ 20,12,000 କିନ୍ତୁ ଗଣମାଧ୍ୟମରେ ପ୍ରକାଶ କଲେ 20,14,000 ଯଦି ଆପଣ ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ତାକୁ ଅନୁଶୀଳନ କରିବେ ଭୋଟର ତାଲିକାକୁ ତାହେଲେ ସେଥିରେ 27,00,000ରୁ ଉର୍ଦ୍ଧ୍ୱ ଭୋଟର କଟିଯାଇଛନ୍ତି ଯେଉଁଟା ସବୁଠାରୁ ବେଶୀ ଚିନ୍ତାଜନକ ବିଷୟ ଯେଉଁଟାକି 7,00,000 ଭୋଟରଙ୍କୁ ନିର୍ବାଚନ ଅଧିକାରୀ ତାକୁ ଆପଣଙ୍କର ଲୋକଲୋଚନକୁ ଆଣୁନାହାନ୍ତି ଯୋଉଥିପାଇଁ ଆମେ ତାଙ୍କୁ ବାରମ୍ବାର ଦାବି କରିଥିଲୁ ଯେ ଏ ଭୋଟର କେମିତି କଟିଲେ ତା ସମ୍ପର୍କରେ ଆମକୁ ତଥ୍ୟ ଦିଅନ୍ତୁ ଏବଂ ଯାହା ସିଏ ସବୁବେଳେ କହି ଆସୁଥିଲେ ଯେ ଡ୍ରାଫ୍ଟ ଭୋଟର ଲିଷ୍ଟରେ ତା ସଂଶୋଧନ ହେବ ଏବଂ ଏନୁମେରେସନ ଫେଜ୍ ଯୋଉଟା 30 ମେରୁ ଆରମ୍ଭ ହେଲା 28/6ରେ ସରିଲା ସେଥିରେ ଯେତେ ଗୁଡ଼ିଏ ତ୍ରୁଟିପୂର୍ଣ୍ଣ ବିଏଲ୍ଓ ମାନଙ୍କ ଦ୍ୱାରା କରାଗଲା ଆମେ ଆପଣମାନଙ୍କ ସାମ୍ନାରେ ତଥ୍ୟ ଉପସ୍ଥାପନ କରିଛୁ ଏବଂ ସେ ସମସ୍ତ କଥାକୁ ସେ ଡ୍ରାଫ୍ଟ ରୋଲ୍ରେ ଆମେ ସୁଧାରି ଦେବୁ ବୋଲି କହିଥିଲେ ଆଜି ଯଦି ଆପଣ ଦେଖିବେ ଯେଉଁ ପ୍ରି ଏସ୍ଆଇଆର୍ରେ ସେମାନେ ଯେଉଁ ମ୍ୟାପିଂ କରିଥିଲେ 3,16,00,000 ଆଜି ଆପଣଙ୍କର ଡ୍ରାଫ୍ଟ ରୋଲ୍ରେ 3,13,00,000 ଭୋଟର ଆସିଲେ ଡ୍ରାଫ୍ଟ ରୋଲ୍ରେ ପ୍ରକାଶନରେ ଆମର ପ୍ରି ଏସ୍ଆଇଆର୍ରୁ ଏସ୍ଆଇଆର୍ ଆରମ୍ଭ ହେଲା ପରେ ଏ ସଂଖ୍ୟା ବଢ଼ିବା କଥା ଏବଂ ଏ ସଂଖ୍ୟା କମିଲା ଏବଂ ଯେଉଁ 20,14,000 କହୁଛନ୍ତି ତାହା ବାସ୍ତବରେ 27,00,000 ଭୋଟର ଆଜି ବାଦ ପଡ଼ିଛନ୍ତି ଡ୍ରାଫ୍ଟ ତାଲିକାରୁ ତେଣୁ ଯେଉଁ ଆନୋମଲିଜ୍ କଥା କହୁଥିଲେ ସେ ଆନୋମଲିଜ୍ ପାଇଁ 13ଟି ଯେଉଁ କରିଛନ୍ତି ଆନୋମଲିଜ୍ ଗୁଡ଼ିକ ଆମେ ସ୍ପଷ୍ଟ ଭାବରେ ଦାବି କରିଛୁ ଯେଉଁଟା ଆପଣଙ୍କୁ ଡିସପ୍ଲେ କରାଯାଇଛି ଯେ ସେଇ ଯେଉଁ ଆନୋମଲି ଗୁଡ଼ିକୁ ସରଳୀକରଣ କରି କିଭଳି ଭାବରେ ଯୋଗ୍ୟ ଭୋଟର ବାଦ ନ ପଡ଼ିବେ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କର ନାଁ ଯେଉଁ ଅଛି ତାକୁ କାଟି ଦିଆଯାଉ ଆମର ସେଥିରେ କୌଣସି ବାଧା ନାହିଁ କିନ୍ତୁ ଯେଉଁଗୁଡ଼ିକ ଆପଣଙ୍କର ଭାରତ ସରକାରଙ୍କର ମାନେ ବିଧିବଦ୍ଧ ଭାବରେ ଯେଉଁମାନେ ଆସିକି ଏଠି ଓଡ଼ିଶାରେ ବସବାସ କରିଥିଲେ ଏବଂ ଭୋଟର ଲିଷ୍ଟରେ ତାଙ୍କର ନାଁ ଉଲ୍ଲେଖ ରହିଥିଲା ତାଙ୍କୁ ଟାର୍ଗେଟେଡ୍ ଭାବରେ ସେଇଟା ଆପଣଙ୍କର ଯାହା କହୁଥିଲେ ଦେବ ଭାଇ ମାଲକାନଗିରିଠାରୁ ଆରମ୍ଭ କରି ଆପଣଙ୍କର ଖୋର୍ଦ୍ଧା କି ଉମରକୋଟ ଚିତ୍ରକୋଣ୍ଡା ମହାକାଳପଡ଼ା ଏବଂ ବିଭିନ୍ନ ଜାଗାରେ ରାଜନଗର ବିଭିନ୍ନ ଜାଗାରେ ଆପଣ ଦେଖିବେ ଟାର୍ଗେଟ କରିକି ସେମାନଙ୍କୁ ବାଦ ଦିଆଯାଇଛି ଚିଠା ଭୋଟର ତାଲିକାରୁ ଏବଂ ଏ ପ୍ରକ୍ରିୟାକୁ ଯଦି ସରଳୀକରଣ ନ କରାଯିବ ଆମେ ଯେଉଁ ଦାବି କରିଛୁ ଆନୋମଲିଜ୍ ପାଇଁ ଯେଉଁ କରାଯାଇଛି ଆପଣ ଆଶ୍ଚର୍ଯ୍ୟ ହେବେ ସେ ଆନୋମଲିଜ୍ରେ ଗୋଟେ ଗୋଟେ କନଷ୍ଟିଚ୍ୟୁଏନ୍ସିରେ 50,000 45,000 ଭୋଟର ଆନୋମଲିଜ୍ରେ ପଡ଼ିଛନ୍ତି ଯଦି ସେଗୁଡ଼ିକୁ ସରଳୀକରଣ କରା ନଯିବ ତାହେଲେ ଯୋଗ୍ୟ ଭୋଟର ସବୁ ବାଦ ପଡ଼ିଯିବେ ଏଇ ଯେଉଁ ପ୍ରକ୍ରିୟାକୁ ଯଦି ସରଳୀକରଣ କରା ନଯାଏ କାହାର ଡିଲିଟ୍ ହବନି ସରଳୀକରଣ ହବ କେବଳ ପଞ୍ଚନାମା ଜରିଆରେ କେବଳ ଆମେ କରେକ୍ଟେଡ୍ କରିବୁ ବୋଲି କୁହାଯାଇଥିଲା କିନ୍ତୁ ଆଜି ପୁଣି ଥରେ ଆମେ ତାଙ୍କୁ କହିଛୁ ଏବଂ କ୍ଲାରିଟିର ସହିତ ପୁଣି ସର୍କୁଲାର ଦେବା ପାଇଁ କୁହାଯାଇଛି ସୋ ଦ୍ୟାଟ୍ ତାକୁ ରେକ୍ଟିଫାଏ ହେଇପାରିବ
ଏବଂ ସାରା ଓଡ଼ିଶାରେ ଏ ପ୍ରକ୍ରିୟାକୁ ସଠିକ୍ ଭାବରେ यूनिफॉर्म भाବରେ ମାନେ ଏ ପ୍ରକ୍ରିୟାକୁ ଅବଗତ କରାଯାଉନି ଯେଉଁଟାକି ତୃଣମୂଳ କ୍ଷେତ୍ରୀୟ ସ୍ତରରେ ବହୁତ ଦ୍ୱନ୍ଦ୍ୱ ତିଆରି କରୁଛି। ଆମେ ବାରମ୍ବାର ସେ ସମ୍ପର୍କରେ ମଧ୍ୟ ବିଭିନ୍ନ ସମୟରେ ଦେଇଛୁ ଏବଂ ଦାବି ଉପସ୍ଥାପନ କରିଛୁ କ'ଣ କ'ଣ ହେବା ଦରକାର। ଯେତେବେଳେ ଆମେ ଦେଖୁଛୁ ଯେ ଏନୁମରେସନ୍ ଫେଜ୍ରେ ବିଏଲ୍ଓ ମାନେ ପ୍ରି ପ୍ରିଣ୍ଟେଡ୍ ଏନୁମରେସନ୍ ଫର୍ମ ଯେତେବେଳେ ଭୋଟରଙ୍କୁ ଦେଉଛନ୍ତି 2025 ମସିହାରେ ଭୋଟର ତାଲିକାରେ ଯାହାଙ୍କର ନାମ ଉଲ୍ଲେଖ ଅଛି ସେତେବେଳେ ସେ ତାଙ୍କୁ ଆଧାର କାର୍ଡ଼ ମାଗୁଛନ୍ତି, ପୁରୁଣା ଭୋଟର କାର୍ଡ଼ ମାଗୁଛନ୍ତି। ଆମେ କହିଲା ପରେ जून 11 तारिख रे सीओ ओडिशा ताकू अपलोड कले जे बीएलओ एई कथा गुड़िक मागिब नाही। तेणु ये प्रक्रिया रे कोठी ना कोठी आमे अनुभव करूचु तांकर तथ्य रे तालमेल रहउनै एवं जो प्रक्रिया टाकू समान भाव रे सारा ओडिशा रे परिचालना करिबा कथा से संपर्क रे सठिक भाव रे सेमानकू ट्रेंड करा जाउनै जोथरे योग्य भोटर बाद पड़िबार संभावनाटा जो आशंका कथा कहले दे भाई से आशंकाटा बढ़ी बढ़ी जाउछ। तेणु आमे आशा करूचु जदि यही जो एनोमलीज गुड़ी को सरलीकरण करके जदि कार्यकारी करा न जाए जो गुड़ी को आज आमे दाबी करिचु ताहले अनेक योग्य भोटर जो तालिका रे अछंती बाद पड़िचंती चिठा भोटर तालिका रे से समस्ते बाद पड़ जिवे। इथिरे तिले मध्य निर्देशनामा एक एनोमलीज को ये करबा पई दुई रे तांको ट्रेंड आउट ट्यून करबा पई जो आमे आज भी आलोचना रे प्रकाश करथु दी थर ट्रेनिंग दिया जिवो बोली बहुत शीघ्र करा जाई ये असंगति की दूर करा जाए এবং ভোটর মৌলিক অধিকার সাব্যস্ত କରି ପାରିବେ ইনক্লুসিভ হব। तेणु आमे बारंबार चिठा भोटर तालिकार पूर्व जिते गुड़िया आलोचना करिचु से समस्त कथा को से मानिचंती किंतु परवर्ती अवस्था कार्यकारी करिबारे विलंब करुचंती जो थरे कि समय गड़ी गड़ी जाउछ जो थरे भोटरटा उपकृत हेई पारु नै। एथिरे कोनोसी राजनैतिक बाछ विचार नाही जो थरे भोटरटा उपकृत होवा दरकार। सेथिपाई आमे कहितलु एनुमरेशन फॉर्म नो एलिमिनेशन पई ए प्रक्रिया चालुछि। तेणु जो थरे कि आपण माने देखुथिबे अनेक आपण मानक भितर एठी उपस्थित थिबा एनुमरेशन जो सेकेंड कॉपी बीएलओ दबा कथा काहारी पाखरे उपलब्ध नथिबो पाखापाखि 80% रु अधिक भोटर पाखरे ये सेकेंड कॉपी उपलब्ध नथिबो। आज जदि तांकु नोटिस होउछि तांको पाखरे एनुमरेशन फॉर्म फिलअप करछन्ती बोली कोनोसी दस्तावेज नाही जोटा कि सबुठार गुरुत्वपूर्ण कथा। तेणु आमे आशा करूँ निर्वाचन कमिशनर तांकर जे मुख्य निर्वाचन अधिकारी अछंती याकू सरलीकरण करंतु एवं एसआईआर ना रे जो चर्चा योग्य भोटर को बाद दबा प्रक्रिया ओडिशा रे बंद हो।